नमो भगवते वासुदेवाय। श्रीमद्भागवत एकादश स्कंध त्रयोविंश अध्याय। उद्धव उवाच उद्धव शिरे देईकर बोलई शुण दामोदर। वेद विचार तत्व जानी जेबे संसारु तरे प्राणी। से तत्व एक अबाकेते कह के सब मोग्रते। त्रिनव एकादश पंच शुणिछि तुम्भे कहिअछ। नाना प्रकारे मुनिगणे कहन्ति तत्व विचारणे। केसट सप्त चारि भणे के एकादश परमाणे। के पंचविंश षड्विंश केहु कहन्ति सप्तदश। काहार मते त्रयोदश के अबा नव के षोडश। ए सर्व सत्य अबाकेते प्रस्तावे पुछिलई तोते। हेमंते उद्धव वचन जे तार चित्तगत भ्रम। शुणी कहन्ति चक्रपाणि शुण हो मुनि गणवाणी। हरि हरि बोल। भगवान उवाच मुनि कहन्ति सर्वस्थाने जेवा जेते अनुमाने। केबे हे नहे दुर्घटन से सत्य एतिनी भुवन। संसारे मुनिगण चित्त मोर मायारे विमोहित। नाना प्रकारे तर्क बळे तत्व खाणन्ति सयळे। कुतर्क विवाद प्रकारे तत्व विचारन्ति संसारे। एणु वचन एहांकर बुझतु अनेक प्रकार। मु जाहा कही अछि तोते संसारे तत्व मात्र एते। मुनिए विवादे एमंत तर्क करन्ति जे झामत। शुण उद्धव साधु धीर ए तत्व मानक विचार। अन्यान्य प्रवेश से होई कार्य कारण रूपे थाई। से परस्परे मिशामिशी घट मृत्तिका प्राय दिशी। जानिले एक रूप से ही विकल्पे नाना रूप होई। जे पूर्वापर तत्वंकर उणा अधिके जे विचार। पंडित गणे बाद चिंती जेते बा कहीण अछंती। मुनि वचन सुघटन तेणु से नुहई खंडन। स्वभावे मोर माया घेनी जुक्ति करन्ति तोते मुनि। तांक वचन महितळे मुहि स्थापई सुनिश्चळे। एणु जे तत्वज्ञ पुरुष दियन्ति ज्ञान उपदेश। ईश्वर पुरुषंक गात्रे विच्छेद नाही तीळ मात्रे। विकल्प कल्प नागोचरे जीव परम भेद करे। युक्त करन्ति श्रुति भेदे पंडित स्वभावे विवादे। तथापि ताहांक वचन मुहि जे कर स्थापन। प्रकृति भेद तिनि गुण तत्वरे नुहन्ति गणन। काल स्वभाव जे ईश्वर त्रिगुणु अटन्ति से पर। ताहार सर्वशक्ति भावे तातहु त्रिगुण
ତ୍ରିଗୁଣ ସମ୍ଭବେ। ତେଣୁ ଏ ସଂସାରେ ଭକତ ଯେ ସୂତ୍ର ନାମ ମହତତ୍ଵ। ପୁରୁଷ ପ୍ରକୃତି ମହତ ଅହଙ୍କାର ନଭମରୁତ। ତେଜ ସହିତେ ଆପେକ୍ଷିତି ଏ ନବ ତତ୍ଵରେ ଗଣତି। ଚକ୍ଷୁ ନାସିକା ଚର୍ମ କର୍ଣ୍ଣ ଜିହ୍ବା ଇନ୍ଦ୍ରିୟ ପଞ୍ଚଜ୍ଞାନ। ବଚନ ଗୁଦ ପାଦ ପାଣି ଉପସ୍ଥ ପଞ୍ଚ କର୍ମ ଘେନି। ଉଭୟ କର୍ତ୍ତା ମନ ମିଶି ଏ ରୂପେ ଏକାଦଶ ଭାଷୀ। ଶବ୍ଦ ସ୍ପରଶ ରୂପ ରସ ଗନ୍ଧ ଏ ପାଞ୍ଚ ପରକାଶ। ଜ୍ଞାନ ଇନ୍ଦ୍ରିୟର ଏ ଅର୍ଥ ଏମନ୍ତି ପଞ୍ଚବିଂଶ ତତ୍ଵ। ଜୀବ ପରମ ଭେଦ କଲେ ଷଡ଼ବିଂଶତି ହୋଏ ଭଲେ। କାର୍ଯ୍ୟ କାରଣ ରୂପୀ ସେହି ପ୍ରକୃତି ରୂପୀ ବୋଲି କହି। ପୁରୁଷ ଅବ୍ୟକ୍ତ ଅଟଇ କେବଳ ଦୃଷ୍ଟି ମାତ୍ର ଦେଇ। ସେ ଦୃଷ୍ଟି ଯୋଗେ ହୋଇଜାତ ମହତ ଆଦି ସର୍ବସତ୍ଵ। ପ୍ରକୃତି ବଳେ ହୋଇ ରୁଣ୍ଡ ସୃଜନ୍ତି ଅଶେଷ ବ୍ରହ୍ମାଣ୍ଡ। ଜୀବ ପରମ ପଞ୍ଚଭୂତ କେବଲେ ଅଟେ ଚାରି ସତ୍ଵ। ହରି ହରି ବୋଲ। ଜୀବ ପରମ ଏକ ମାନି କେହିବା ଷଡ଼ ତତ୍ଵ ଗଣି। ତେଜ ଆବରଜନ ଅନ୍ନ ଆତ୍ମାରୁ ଏ ଯେ ଉତ୍ତପନ୍ନ। ଏତହୁ ଆନ ସବୁ ଜାତ ଏଣୁ କେବଲେ ସପ୍ତ ତତ୍ଵ। କର୍ମ ଇନ୍ଦ୍ରିୟ ପଞ୍ଚଭୂତେ ଆବର ପଞ୍ଚତନ ମାତ୍ରେ। ମନ ପରମ ଆତ୍ମା ଘେନି କେ ସପ୍ତଦଶ ତତ୍ଵ ଭଣି। ମନ ଆତ୍ମାକୁ ଏକ ମାନି କେହୁ ଷୋଡ଼ଶ ତତ୍ଵ ଗଣି। କର୍ମ ଇନ୍ଦ୍ରିୟ ପଞ୍ଚଭୂତ ଜୀବ ପରମ ମନସ୍ତତ୍ଵ। ଏ ରୂପେ ତ୍ରୟୋଦଶ ତତ୍ଵ କେହିବା ବୋଲନ୍ତି ଏ ମନ୍ତ। ଜୀବ ପରମ ମନ ତିନି ଏକଇ ଆତ୍ମା କେହୁ ମାନି। ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ କେବଲେ ଏକାଦଶ ତତ୍ଵ। ମନ ବୁଦ୍ଧି ଯେ ଅହଙ୍କାର ପଞ୍ଚମହାଭୂତ ଆବର। ପୁରୁଷ ଘେନି କେହୁ ମୁନି ନବତତ୍ଵ ଯେ ପରିମାଣି। ହେମନ୍ତ ମୁନିଙ୍କ ବଚନେ ଯେ ତତ୍ଵ ଘଟେ ଅନୁମାନେ। ଶାସ୍ତ୍ର ବିଚାରନ୍ତି ସଂସାରେ ହେମନ୍ତେ ଅନେକ ପ୍ରକାରେ। ନ୍ୟାୟ ବଚନ ଯୁକ୍ତି ମୂଳ କର୍ଣ୍ଣେ ଶୁଣନ୍ତେ କୁତୁହଳ। ପଣ୍ଡିତ ମାନଙ୍କ ବଚନ କେବେ ହେନ ହେ ଦୁର୍ଘଟନ। ହେମନ୍ତେ ଗୁଣମୟ ବାଣୀ ଉଦ୍ଧବ କୃଷ୍ଣ ମୁଖୁ ଶୁଣି। ପୁଣି ସଂଶୟ କରି ମନେ ପୁଚ୍ଛଇ କୃଷ୍ଣ ସନ୍ନିଧାନେ। ହରି ହରି ବୋଲ। ଉଦ୍ଧବ ଉବାଚ ପ୍ରକୃତି ପୁରୁଷ ସ୍ୱଭାବେ। ଏକୁ ଆରେକ ଭିନ୍ନ ଯେବେ ଆଶ୍ରୟ କରନ୍ତି ଅନ୍ୟୋ ଅନ୍ୟେ। ନିତ୍ୟେ ବସନ୍ତି ଏକ ସ୍ଥାନେ। ପ୍ରକୃତି ପୁରୁଷର ଦେହେ ବସଇ ଜୀବନର ପ୍ରାଏ। ପ୍ରକୃତି ପୁରୁଷ ନ ଛାଡ଼େ ଏଣୁ ନଥାନ୍ତି ଏକ ଜଡ଼େ। କେମନ୍ତେ ବେଳୁ ଆତ୍ମା ଭିନ୍ନ ସମ୍ଭବୁ ନାହିଁ ମୋର ମନ। ଏ ଚିତ୍ତ ସଂଶୟ ମୋହର ଛେଦ ହେ କମଳାର ବର। ଗୋବିନ୍ଦ କମଳ ଲୋଚନ ପରମ ପୁରୁଷ ଉତ୍ତମ। ତୋର ମାୟାରେ ଜୀବ ଯେତେ ମୋহে ଯନ୍ତ୍ରିତ ଏ ଜଗତେ। ଯାହାକୁ ହେଉ ତୁ ସଦୟ ଜ୍ଞାନତା ହୃଦରୁ ଉଦୟ। ତୁ ଆତ୍ମା ସର୍ବଜୀବ ଗତି ତୁ ଗୁରୁ ଜ୍ଞାନ ଗମ୍ୟମତି। ତୁ ଜାଣୁ ତୋର ମାୟା ଗତି ଅପରେ ତାହା ନ ଜାଣନ୍ତି। ହେମନ୍ତ ଶୁଣି ତା ବଚନ କହନ୍ତି ଦେବକୀ ନନ୍ଦନ। ପୁରୁଷ ପ୍ରକୃତି ତ୍ରିଗୁଣ
ସଂଯୋଗ ବିଯୋଗ କାରଣ। ପୁରୁଷ ବିନା ପ୍ରକୃତିର ପ୍ରକାଶ ନୁହଁଇ ଗୋଚର। ରବି ବିହୀନେ ଚକ୍ଷୁ ଯେହ୍ନେ ତେମନ୍ତେ ପୁରୁଷ ବିହୀନେ। ରବି ଯେ ସନେ ସ୍ୱପ୍ରକାଶ ଉଦ୍ଧବ ତେମନ୍ତ ପୁରୁଷ। ପୁରୁଷ ପ୍ରକୃତି ଏ ଭିନ୍ନ ଏକ ବିହୀନେ ଅନ୍ଧ ଆନ। ମୋର ବିମୁଖ ପ୍ରାଣୀଙ୍କର ଏକଥା ନୁହଁଇ ଗୋଚର। ସକଳ ଗୁଣ ଭେଦ ଯେତେ ବିସ୍ତାରି କହିଅଛି ତୋତେ। ହରି ହରି ବୋଲ। ତୁ ତାହା ଚିତ୍ତେ ଭଲେ ସ୍ମର ଶୁଣି ଉଦ୍ଧବ ଯୋଡ଼ି କର। ବୋଲଇ ବିନୟ ବଚନ ଭୋନାଥ କରବ ଧାନ। ତୋର ବିମୁଖ ଯେତେ ପ୍ରାଣୀ ତାହାଙ୍କୁ ନିଜ କର୍ମ ଆଣି। ନାନା ଯୋନିରେ ଜାତ କରେ ତେଣୁ ଶରୀର ପ୍ରାଣୀ ଧରେ। ଭ୍ରମନ୍ତି ନିଜ କର୍ମ ପଥେ ଦୁଃଖ ଦୂରିତ ଭୋଗ ଅର୍ଥେ। ଶରୀର ଧରନ୍ତି କେମନ୍ତେ ଛାଡ଼ନ୍ତି ନିଜ କର୍ମ ଅନ୍ତେ। ନାନା ବିପାକେ ଭୁଞ୍ଜେ କର୍ମ ଗତ ଆଗତ ପଥଶ୍ରମ। ଭୁନାଥ ଭକତ ବତ୍ସଳ କରୁଣା ସିନ୍ଧୁ ଆଦି ମୂଳ। ନମୋ ଗୋବିନ୍ଦ ଦାମୋଦର କହ ସଂଶୟ ଯାଉ ମୋର। ଉଦ୍ଧବ ବାକ୍ୟେ ଜଗନ୍ନାଥ ଜୀବର ଗତି ପରମାର୍ଥ। କହନ୍ତି ଉଦ୍ଧବକୁ ଚାହିଁ ଶୁଣ ହୋ ଏକ ଚିତ୍ତେ ତୁହି। ମନଟି କର୍ମମୟ ହୋଇ ନାନା ପ୍ରକାରେ ସୃଜେ ମହି। ପ୍ରାଣୀ ଜୀବନ ଅନ୍ତକାଳେ ମନ ଇନ୍ଦ୍ରିୟ ପଞ୍ଚ ମେଳେ। ପ୍ରାଣ ସଙ୍ଗତେ ଯାହା ଭାବେ ସେ ଅନୁସାରେ ଜନ୍ମ ଲଭେ। ଏ ଆତ୍ମା ମନ ପଛେ ପଛେ ସ୍ୱଭାବେ ବୁଲଇ ପ୍ରତ୍ୟକ୍ଷେ। ଏଣୁ ସେ ମନ ଥାଏ ଯହିଁ ଏ ଜୀବ ଆତ୍ମା ମିଳେ ତହିଁ। ଏ ଆତ୍ମା ଅହଙ୍କାରେ ବନ୍ଦୀ ଅଦୃଷ୍ଟବଶ ନିରବଧି। ଏଣୁ ଏ ନାନା ମନୋରଥେ ବିଷୟ ଧ୍ୟାନ ବିରତେ। ବେଦ ବଚନେ କର୍ମ କରେ ଶୋକ ହରସେ ସେ ବିହରେ। ଧ୍ୟାନେ ଚିନ୍ତଇ ସ୍ୱର୍ଗବାସ ଦେବତ୍ୱ ଇନ୍ଦ୍ର ପଦେ ଆସ। ଭୂମିରେ ଚିନ୍ତେ ରାଜପଦ ନାନା ପ୍ରକାରେ ଭୋগে ସଧ। ହେମନ୍ତ ଚିନ୍ତଇ ନିରତେ ମନ ଭ୍ରମାଇ ନାନା ପଥେ। ହେମନ୍ତେ ମନ ଯହିଁ ରହେ ଜ୍ଞାନ ହରଇ ପୂର୍ବ ଦେহে। ମନ ବାସନା জীব সঙ্গে কর্ম মিলই তার আগে। সে পর দেহে যেবে পশে একান্তে মন তহি মিশে। আত্মা সঙ্গতে রহে স্থিরে পূর্ব শরীর সে পাশরে। লভই নুহা দেহ সঙ্গ তেবে পাশরে পূর্ব অঙ্গ। জীব সঙ্গতে চলে প্রাণ হেমন্তে লভই মরণ। হরি হরি বল। পূর্ব শরীর পরিত্যাগী নূতন দেহে অনুরাগী। সে দেহে রহে আত্মা ভাবে প্রাচীন প্রকৃতি স্বভাবে। জীবর জন্ম এ প্রকারে শরীরু শরীর সঞ্চরে। এ জীব স্বপ্ন মনোরথে যে রূপে ভ্রমু থাই নিত্যে। নিদ্রা অবসানে সচেতে যে রূপে পাশরই চিতে। ସେହି ପ୍ରକାରେ ପୂର୍ବ ଦେହି ପାଶରେ ପରତନୁ ପାଇ। ଏ ଆତ୍ମା ନିର୍ମଳ ସ୍ୱଭାବେ ମନର ବଶ ହୋଏ ଯେବେ। ଉତ୍ତମ ମଧ୍ୟମ ଅଧମ ଗତି ଲଭଇ କରି କର୍ମ। କୁପୁତ୍ର ବସେ ସାଧୁ ଜନେ ଲଭନ୍ତି ମନ୍ଦ ଗତି ଯେହ୍ନେ। ଏ ଦେହ ଜନ୍ମ ମୃତ୍ୟୁ ଦୁଇ କ୍ଷଣକୁ କ୍ଷଣ ନିତ୍ୟ ପାଇ। କାଳର ଅତି ସୂକ୍ଷ୍ମ
ଗତି ଏଣୁ ନ ପାରେ କେହି ଚିନ୍ତି। ଜନ୍ମ ମରଣ ବେନିମତ ବିଚାରେ ନୁହନ୍ତି ଏ ସତ୍ୟ। ଜନ୍ମାଦି ମରଣ ପର୍ଯ୍ୟନ୍ତେ ଜୀବର ଭ୍ରମ ବୋଲି ଏତେ। ଏବେ ନିମାର୍ଗ ଅନୁସରି ଉଦ୍ଧବେ କହିଲେ ମୁରାରି। ଯେ ସନେ ଦୀପର ଅନଳ ବୃକ୍ଷର ଫଳ ସ୍ରୋତ ଜଳ। ବୟସ ଅବସ୍ଥା ବିକାର ଏ ରୂପେ ସର୍ବ ପ୍ରାଣୀଙ୍କର। ଅଗ୍ନିରେ ଦୀପ ବୁଦ୍ଧି କରି ନଦୀରେ ଜଳକୁ ଆବୋରି। ବୋଲନ୍ତି କ୍ଷୟ ବୃଦ୍ଧି ଦୁଇ ଜଳର ଅଗ୍ନିର ହୁଅଇ। ସେ ରୂପେ ଆତ୍ମା ଦେହେ ମାନି ଜନ୍ମ ମରଣ ଅଭିମାନୀ। ମର୍ତ୍ତେ ମନୁଷ୍ୟ ଦେହ ବହି ଦେବତା ହୋଇଲେ ମରଇ। ଯେ ସନେ ଅଗ୍ନି ଦାରୁ ସଙ୍ଗ ହୁଅଇ ସଂଯୋଗ ବିଯୋଗ। ଜନ୍ମ ମରଣ ତାକୁ ମାନି ଏ ରୂପେ କହନ୍ତି ଅଜ୍ଞାନୀ। ଗର୍ଭେ ପ୍ରବେଶ ଜନ୍ମ ବୁଦ୍ଧି ବାଳୁତ ପଞ୍ଚମ ଅବଧି। କୁମାର ଅବସ୍ଥା 16 ଯୌବନ 40 ବରଷ। ମଧ୍ୟମ ବୟସ 60 ଜରା ମରଣ ନବ ହୋଏ। ଏ ମନୋରଥମୟ ଦେହ ଯେ ଉଚ୍ଚ ନିଚ ଗୁଣମୟ। ଅବସ୍ଥା ଭେଦେ ଜନ୍ମ ମୃତ୍ୟୁ ବିବେକ ଜ୍ଞାନ ଜାଣି ହେତୁ। ଛାଡ଼ିଲେ ଦେହ ଆତ୍ମା ଭାବ ମଣଇ ଆତ୍ମାକୁ ବିଲଗ। ଦେହରୁ ଦେହ ହୋଇ ଜାତ ହୁଅଇ ପିତା ପୁତ୍ର ମତ। ଆତ୍ମାର ଜନ୍ମ ମୃତ୍ୟୁ ନାହିଁ ଦେହରୁ ବିଲକ୍ଷଣ ସେହି। ଯେ ସନେ ବୀଜ ବୃକ୍ଷ ଜାତ ସେ ବୀଜ ପୁଣି ବୃକ୍ଷେ ସ୍ଥିତ। ବିପାକେ ଜନ୍ମ ମୃତ୍ୟୁ ନାହିଁ ବୀଜର ଜନ୍ମ ମୃତ୍ୟୁ କାହିଁ। ବୃକ୍ଷରୁ ବୀଜ ବିଲକ୍ଷଣ ସେ ରୂପେ ଦେହୁ ଆତ୍ମା ଭିନ୍ନ। ମାୟା ଶରୀରେ ଅପଣ୍ଡିତ ଆତ୍ମାକୁ କରଇ ସଂଯୁତ। ତତ୍ତ୍ୱ ବିଷୟ ମୂଢ଼ପଣେ ସଂସାରେ ସତ୍ୟ ବୋଲି ମଣେ। ସତ୍ୱ ଗୁଣରୁ ଋଷି ଦେବ ରଜରୁ ଅସୁର ମାନବ। ତମୁ ତିର୍ଯ୍ୟକ ଭୂତ ଜାତ କର୍ମ ଭ୍ରମଣ ତିନି ମତ। ଯେ ସନେ ନୃତ୍ୟ ଗୀତ ତାନ ଦେଖି ଶିଶୁର ହୋଏ ମନ। ତାହାର ପ୍ରାୟ ନାଚେ ଗାଏ ସେ ରୂପେ ଆତ୍ମା ଥାଇ ଦେହେ। ବୃକ୍ଷ ପର୍ବତ ଛାୟା ଯେହ୍ନେ ନିଶ୍ଚଳ ଜଳ ଅକମ୍ପନେ। ଜଳ ଚଞ୍ଚଳେ ଯେହ୍ନେ ଚଳେ ନିର୍ଣ୍ଣୟ ହୁନ୍ତି ଏ ଶୟଳେ। ଭ୍ରମିଲେ ନେତ୍ର ପ୍ରାଣୀଙ୍କର ଭ୍ରମଇ ଯେହ୍ନେ ଭୂମଣ୍ଡଳ। ସ୍ୱପ୍ନେ ଅନର୍ଥ ଦେଖି ଯେତେ ଜନ୍ମ ମରଣ ଏହି ମତେ। କେବେ ହେ ନୁହଁ ଏ ସତ୍ୟ ଏ ମୋର ମାୟା ବିକଳ୍ପିତ। ଏଣୁ ତୁ ଭ୍ରମ ପରିହର ଚଞ୍ଚଳ ଚିତ୍ତ ସ୍ଥିର କର। ଏଣୁ ଏ ଲୋକ ଧର୍ମ ଯେତେ ମିଥ୍ୟା ବିଚାରି ଘେନ ଚିତେ। ଯେ ଅବା ସ୍ତୁତି ଅପମାନ ଏବେ ନିଚିତେ ତୁ ନ ଘେନ। କେ ଅବା କରେ ଅଧିକ୍ଷେପ କେ ଅବା ଅପମାନ ଲେପ। କେ ଅବା କରେ ଅଭିମାନ ଭର୍ଚ୍ଛନ ତର୍ଜନ ତାଡ଼ନ। କେ ଅବା କରେ ନିନ୍ଦା ସ୍ତୁତି କେ ଉପହାସେ ବାହସନ୍ତି। କେ ଅବା ବଳେ ଧନ ନାଶେ କେବାରେ କେବା ବାନ୍ଧେ ରୋଷେ। ଭୋଜନ ପାତ୍ରେ ଧୂଳି ଦିଅନ୍ତି କେବଳେ ତୋଳି କଚାଡ଼ନ୍ତି। ତଥାପି ଧୀର ମହାଶୟ ନିଷ୍କାମ ଗଭୀର ହୃଦୟ। ଯେ ପ୍ରାଣୀ ନିନ୍ଦା ସ୍ତୁତି ସହେ ଅଦୃଷ୍ଟ ମାନି ସ୍ଥିର ରହେ। ଈଶ୍ୱର ନିଷ୍ଠ ତତ୍ପରେ ଆତ୍ମାକୁ ଆପଣେ ଉଦ୍ଧରେ। ହରି ହରି ବୋଲ। ଉଦ୍ଧବ ଉବାଚ ଉଦ୍ଧବ କୃଷ୍ଣ ମୁଖୁ ଶୁଣି ବୋଲଇ ଶୁଣ ଚକ୍ରପାଣି। ଏ ବଡ଼ ସଂଶୟ ମୋ ଚିତ୍ତେ ଏମନ୍ତେ କେ ଅଛି ଜଗତେ। କେ ପାରେ ଏତେ ଦୁଃଖ ସହି
মর্তে মনুষ্য দেহ বহি যাহার মর্ম অভ্যন্তর হৃদয়ী কুবচন সর সে চিত্ত নিবারিব কাহি হেমন্ত প্রাণী ন দেখই যে অবা সর্বশাস্ত্র মতে যোগ অভ্যাসী দৃঢ় চিত্তে ସେହି ভ্রমই এ জগতে নিন্দাস্তবন বেনি পথে স্তুতি নিন্দন যে প্রকার যে দুষ্ট বচন প্রহার যে বা অছন্তি সাধু জনে তো পাদ সুধার সপানে চিত্ত আনন্দে ভোড়মতি এ কর্ম সে অবাসহন্তি এ বড় ভ্রম মোর চিতে ভোনাথ সহিবি কে মন্তে উদ্ধব কহে কৃষ্ণ পাশে সুজন মজ্জ এহি রসে বলই দাস জগন্নাথ প্রাকৃত বন্ধে ভাগবত ভাবে বলই দাস জগন্নাথ ভাবে প্রাকৃত বন্ধে ভাগবত হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং একাদশ স্কন্ধে সর্বং সহ প্রশ্নো নাম ত্রয়োবিংশোऽধ্যায়ः।